हेलो हाय नमस्कार सेकंड डे रजକୁ ୱେଲକମ୍ କରୁଛି ମୋ ମିନି ବ୍ଲଗ୍‌କୁ। ତ ଏଇଠି ମୁଁ ବାହାରି ପଡ଼ିଲି ବଡ଼ବାପାଙ୍କ ଘର ଯେହେତୁ ଆଜି ବଡ଼ବାପାଙ୍କ ଘର ଡାକିଥିଲେ। ତ ଏଇଠି ମୋତେ ଏଇ କୁନି ଝିଅଟା ସବୁବେଳେ ହାଇ କରନ୍ତି ଆଉ ବହୁତ କ୍ୟୁଟ୍ ଝିଅଟା। ତ ଏଇଠି ହାଇ କରିଦେଇକି ମୁଁ ପଳେଇ ଆସିଲି ମମିଙ୍କ ଘରକୁ ଆଉ ଏଇଠି ପକୁଡ଼ି ଛାଣିଦେଲି। ପକୁଡ଼ି ଛାଣିଲା ପରେ ଆମେ ବସି ପଡ଼ିଲୁ ଖାଇବା ପାଇଁ ମୋ ନଣନ୍ଦ ରାଣୀ ଆଉ ମୁଁ। ଏଠି ଚକୁଳି, ପୋଡ଼ପିଠା, ତାପରେ ପକୁଡ଼ି, ତାପରେ କୋବି ଚିଲି କୋବି, ତାପରେ ହେଇଥିଲା ଡାଲି ଆଉ ତରକାରୀ ବହୁତ ସାରା ଆଇଟମ୍ ଯୋଉଟାକୁ ଖାଲି ଖାଇବା ପାଇଁ। ରଜରେ ବହୁତ ବଢ଼ିଆ ଖାଇବା ମିଳୁଛି। ତାପରେ ପଳେଇ ଆସିଲୁ ଆମେ ଦୋଳି ଝୁଲିବା ପାଇଁ ଯୋଉଟାକି ଆମ ପୁଅ ଝୁଲୁଥିଲେ ମାନେ ମୋ ପୁତୁରା ହେବେ ସେ। ଆମ ପୁଅ ଝୁଲୁଥିଲେ ତାପରେ ଆମ ନଣନ୍ଦ ଆଉ ମୁଁ ଟିକେ ହାଇ ହାଇ କରିଦେଲୁ। କାରଣ ତାଙ୍କର ମୋର ବଢ଼ିଆ ମଜାମସ୍ତି। ତାପରେ ଆମେ ଦେଖିଲୁ ଜାମୁକୋଳି ହେଇଥିଲା ସେଇଠି ଜାମୁକୋଳି ସବୁ ଝଡ଼େଇଲେ ଆଉ ଗୋଟେ ଗୋଟେ କରି ସମସ୍ତେ ଖାଇଲୁ। ଖାଇସାରିଲା ପରେ ମୁଁ ଏଇଠି ଦେଖିଲି ଏମାନଙ୍କର ତାସ୍ ଖେଳ ଚାଲିଲା କାରଣ ମୋତେ ତ ଜଣାନି। ତାପରେ ଏଇଠି ଗୋଟେ ଶୁଆ ଦିଟା ଯୋଉଟା ବହୁତ କ୍ୟୁଟ୍ କ୍ୟୁଟ୍ ମାନେ ଶୁଆ ଯାକ। ସେମାନେ ଟିକେ ଓଦା ହେଇଯାଇଛନ୍ତି ସେଥିପାଇଁ ଟିକେ କ୍ଲିୟରଲି ଆସିନାହାନ୍ତି। ଆଉ ଏଇଠି ଆମ ନଣନ୍ଦ ପୁରା ତାଙ୍କମାନଙ୍କ ସହିତ ଖାଲି ଖେଳିଲେ। କାରଣ ମୋ କ୍ୟୁଟ୍ ନଣନ୍ଦଟା ତାଙ୍କ ହସ ଦେଖିଦିଅନ୍ତୁ। ତାପରେ ଦେଖନ୍ତୁ ତାଙ୍କମାନଙ୍କର ପୁରା ନଟଖଟ। ତାପରେ ମୁଁ ପଳେଇ ଆସିଥିଲି ସେମାନଙ୍କୁ ଲାଗିକି ଘରକୁ କାରଣ ଘରକୁ ଆସିଲା ପରେ ଆମର ପୁଣି ରଜ ଯେହେତୁ ଆମେ ଜଲ୍ଦି ସନ୍ଧ୍ୟାରେ ଖାଇଦେବୁ ତ ଏଇଠି ମୋ ଖୁଡ଼ୀ ଶାଶୁ ତାପରେ ବଡ଼ବାପା ଶାଶୁ ସବୁ ବସିକି ଖାଇଲୁ।